ଗ ପଞ୍ଚସଖା ଯୁଗ ଖ୍ରୀଷ୍ଟାବ୍ଦ 1550 1650 ପଞ୍ଚସଖା ଯୁଗର ତ୍ରିବେଣୀ ସଙ୍ଗମ। ପଞ୍ଚସଖା ଯୁଗ ଓଡ଼ିଆ ସାହିତ୍ୟ ଇତିହାସରେ ଏଭଳି ଏକ ପୁଣ୍ୟମୟ ପର୍ବ ଯେତେବେଳେ ଏ ସାହିତ୍ୟର ଧାରା କୂଳ ପ୍ଳାବନ କରିବାର ଆତ୍ମଗୌରବରେ ଗରୀୟାନ ହୋଇ ଉଠିଥିଲା। ଉତ୍କଳୀୟ ପଞ୍ଚସଖାମାନେ ହେଲେ ବଳରାମ, ଜଗନ୍ନାଥ, ଅଚ୍ୟୁତାନନ୍ଦ, ଅନନ୍ତ, ଯଶୋବନ୍ତଙ୍କର ଆବିର୍ଭାବ ଓ ସେମାନଙ୍କ ସହିତ ପୁରୀ କ୍ଷେତ୍ରରେ ଶ୍ରୀ ଚୈତନ୍ୟଙ୍କର ଯୋଗଦାନ ଓଡ଼ିଶାର ସାହିତ୍ୟ ସଂସ୍କୃତି ଓ ଧର୍ମଧାରାରେ ଏକ ମହାନ ତ୍ରିବେଣୀ ସଙ୍ଗମ ବୋଲି କୁହାଯାଇଥାଏ। ଏକରେ ଓଡ଼ିଶାରେ ଶ୍ରୀ ଚୈତନ୍ୟ 1510ରେ ଶ୍ରୀ ଚୈତନ୍ୟ ଓଡ଼ିଶାକୁ ଆସିଥିଲେ। ତାଙ୍କ ପିତାମହ ଜଗନ୍ନାଥ ମିଶ୍ର ଥିଲେ ଓଡ଼ିଶାର ଯାଜପୁର ଅଧିବାସୀ ଜଣେ କୁଳୀନ ବ୍ରାହ୍ମଣ ପଣ୍ଡିତ। ଶ୍ରୀ ଜଗନ୍ନାଥଙ୍କ ମହାପ୍ରାସାଦରେ ଓ ଉତ୍କଳ ଗଜପତି ରାଜାଙ୍କ ରଥଯାତ୍ରା ବେଳେ ଛେରା ପହଁରାରେ ପ୍ରକାଶ ପାଉଥିବା ମୈତ୍ରୀ ଧର୍ମର ବିରୋଧ କରିବା ହେତୁ ଓଡ଼ିଶାରୁ ସେ ନବଦ୍ୱୀପ ପର୍ଯ୍ୟନ୍ତ ଚାଲି ଯାଇଥିଲେ। ସନ୍ନ୍ୟାସ ଦୀକ୍ଷା ଗ୍ରହଣ କଲାପରେ ଉତ୍କଳୀୟ ପଣ୍ଡିତ ଜଗନ୍ନାଥ ମିଶ୍ରଙ୍କ ପୌତ୍ର ନବଦ୍ୱୀପବାସୀ ଶ୍ରୀ ଚୈତନ୍ୟ ତୀର୍ଥାଟନ ଉଦ୍ଦେଶ୍ୟରେ ବହିର୍ଗତ ହୋଇ ଶ୍ରୀକ୍ଷେତ୍ରରେ ପ୍ରଥମେ ପଦାର୍ପଣ କରିଥିଲେ। ଏଠାରେ ବାସୁଦେବ ସାର୍ବଭୌମ, କାଶୀ ମିଶ୍ର, କହ୍ନାଇ ଖୁଣ୍ଟିଆ ପ୍ରମୁଖ ବୈଷ୍ଣବ ସାଧକ, ପଣ୍ଡିତ ଓ କବିମାନଙ୍କର ସହିତ ତାଙ୍କର ସାକ୍ଷାତ ହୋଇଥିଲା। ସାର୍ବଭୌମଙ୍କ ସହିତ ଶାସ୍ତ୍ରୀୟ ଯୁକ୍ତିତର୍କରେ ଚୈତନ୍ୟ ପରାସ୍ତ ହୋଇଥିଲେ ମଧ୍ୟ ଚୈତନ୍ୟଙ୍କ ଭକ୍ତିଭାବ ନିକଟରେ ସାର୍ବଭୌମଙ୍କର ଶାସ୍ତ୍ରୀୟ ପାଣ୍ଡିତ୍ୟ ପରାହତ ହୋଇଥିଲା। ଚୈତନ୍ୟ ଯେଉଁ ମହାଭାବର ସୂଚନା ସାର୍ବଭୌମଙ୍କୁ ଦେଲେ ଏବଂ ତାଙ୍କ ଆଳାପ ଆଲୋଚନାରେ ଯେଉଁ ବିଶୁଦ୍ଧ ରାଗାନୁଗା ପ୍ରେମ ଧର୍ମର ସଙ୍କେତ ମିଳିଲା, ତାହା ଉତ୍କଳ ଖଣ୍ଡରେ କିଛି ଅବିଦିତ ନଥିଲା। ଶ୍ରୀ ଚୈତନ୍ୟଙ୍କ ପୂର୍ବବର୍ତ୍ତୀ ସମୟରେ ପୁଣି ଉତ୍କଳର ବୈଷ୍ଣବ ଶିରୋମଣି ପରମ ଭକ୍ତ ରାୟ ରାମାନନ୍ଦ ତାଙ୍କର ବିଖ୍ୟାତ ଜଗନ୍ନାଥ ବଲ୍ଲଭ ନାଟକ ରଚନା କରି ପ୍ରେମ ଭକ୍ତିର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ରାୟ ରାମାନନ୍ଦ ଓ ଶ୍ରୀ ଚୈତନ୍ୟ ଗୋଦାବରୀ ନଦୀ କୂଳରେ ଶ୍ରୀ ଚୈତନ୍ୟ ରାୟ ରାମାନନ୍ଦଙ୍କ ଠାରୁ ପ୍ରେମ ଭକ୍ତି ଧର୍ମ ମୂଳତତ୍ତ୍ୱମାନ ଶିକ୍ଷା କଲେ। ରାୟ ରାମାନନ୍ଦଙ୍କ ପର୍ଯ୍ୟନ୍ତ ସୁଧା ଭକ୍ତିରସର ମୂଳତତ୍ତ୍ୱ ସଂଗଠିତ ଭାବରେ ପୂର୍ବରୁ କେଉଁଠି ପ୍ରକାଶ ପାଇନଥିଲା। ଗୌଡ଼ୀୟ ଷଡ଼ ପ୍ରେମଲୀଳାକୁ ଏକ ତାତ୍ତ୍ୱିକ ରୂପ ପ୍ରଦାନ କରିସାରିଥିଲେ। ଶ୍ରୀ ଚୈତନ୍ୟ ସେହି ତତ୍ତ୍ୱ ସକଳକୁ ପ୍ରତିଫଳିତ କଲେ ଏବଂ ଫଳରେ ସେହି ତତ୍ତ୍ୱ ସକଳ ଲୋକରେ ପ୍ରଚାରିତ ହେବାର ସୁଯୋଗ ଲାଭ କଲା। ତାପରେ ପଞ୍ଚସଖା ବୈଷ୍ଣବବାଦ ଓ ସାହିତ୍ୟିକତା। ପଞ୍ଚସଖାଙ୍କର ମତଦାନକୁ ପ୍ରଭାବିତ କରିବା ପରିବର୍ତ୍ତେ ଚୈତନ୍ୟ ନିଜେ ସେମାନଙ୍କର ସାଧନାର ଓ ମତବାଦର ଗୁରୁତ୍ୱକୁ ଶିରୋଧାର୍ଯ୍ୟ କରିଥିଲେ। ମହାମନ୍ତ୍ର ସମ୍ପର୍କରେ ପଞ୍ଚସଖାଙ୍କ ସମେତ ସେ କାଳର ପଣ୍ଡିତମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଗୋଟିଏ ତାତ୍ତ୍ୱିକ ଆଲୋଚନାରେ ଚୈତନ୍ୟ ହରେ ରାମ ମନ୍ତ୍ର ନିଷ୍ପତ୍ତିକୁ ସ୍ୱୀକାର କରିଥିଲେ। ତାପରେ ପଞ୍ଚସଖାଙ୍କ ଆରାଧ୍ୟ ଶ୍ରୀ ଜଗନ୍ନାଥ। ପଞ୍ଚସଖାର ମୂଳ ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀ ଜଗନ୍ନାଥ। ଏ ଜଗନ୍ନାଥ କିନ୍ତୁ ମୂଳରୁ ବୈଷ୍ଣବ ଦେବତା ନଥିଲେ। ଜଗନ୍ନାଥ ତାଙ୍କର ଅରୂପ ବେଶରେ ସର୍ବବୁଦ୍ଧମୟ ରୂପରେ
ସର୍ବଜିନ୍ମାନଙ୍କ ଦ୍ୱାରା ପୂଜିତ ହେଉଥିବା ଜୈନମାନଙ୍କ ଦ୍ୱାରା ପୂଜିତ ହେଉଥିବା ବିଷୟରେ ଅଷ୍ଟମ ଶତାବ୍ଦୀର ଇନ୍ଦ୍ରଭୂତିଙ୍କ ଜ୍ଞାନସିଦ୍ଧି ଗ୍ରନ୍ଥରୁ ଜଣାଯାଏ। ତେଣୁ ଜଗନ୍ନାଥ ଥିଲେ ମୂଳତଃ ବୌଦ୍ଧ ଧର୍ମର ଅନ୍ତର୍ଗତ ବ୍ରଜଯାନ ସମ୍ପ୍ରଦାୟର ଆରାଧ୍ୟ ଦେବତା। ଉତ୍କଳ ଖଣ୍ଡରେ ବୈଷ୍ଣବ ଧର୍ମର ସ୍ୱାତନ୍ତ୍ର୍ୟ। ଦ୍ୱାଦଶ ଶତକରେ ଗଙ୍ଗବଂଶର ସମ୍ରାଟ ଚଡ଼ଗଙ୍ଗଙ୍କର ଉତ୍କଳ ଅଧିକାର ପରେ ତାଙ୍କର ଅନୁସୃତ ଧର୍ମ ମତବାଦରେ ପରିବର୍ତ୍ତନ ଘଟିଥିବା ଇତିହାସରୁ ଜଣାଯାଏ ଯେ ପୂର୍ବରୁ ସେ ଥିଲେ ପରମ ମହେଶ୍ୱର କିନ୍ତୁ ଏବେ ହେଲେ ପରମ ବୈଷ୍ଣବ। ଏହା ସମ୍ଭବ ଥିଲା ତାଙ୍କର ଧର୍ମଗୁରୁ ରାମାନୁଚାର୍ଯ୍ୟଙ୍କ ପ୍ରଭାବ ଫଳରେ ସେ ବୈଷ୍ଣବ ଧର୍ମ ଗ୍ରହଣ କରିଥିଲେ। ରାମାନୁଜ ଥିଲେ ଦକ୍ଷିଣ ଭାରତର ଅଲଗାର ସମ୍ପ୍ରଦାୟର ଜଣେ ବିଶିଷ୍ଟ ଆଚାର୍ଯ୍ୟ। ତାଙ୍କରି ନିର୍ଦ୍ଦେଶରେ ସମ୍ଭବତଃ ଚଡ଼ଗଙ୍ଗ ଦେବ ବିଶ୍ୱାବସୁ ଶବର ପୂଜିତ ନୀଳମାଧବଙ୍କୁ ଆଣି ପୁରୀ କ୍ଷେତ୍ରରେ ବୈଷ୍ଣବ ଦେବତା ଭାବରେ ପ୍ରତିଷ୍ଠା କଲେ ଏବଂ ଜଗନ୍ନାଥଙ୍କର ସୁନ୍ଦର ପ୍ରାସାଦ ନିର୍ମାଣ କଲେ। ସାରଳା ଦାସଙ୍କ ମତରେ ଜଗନ୍ନାଥ କିପରି ସୃଷ୍ଟି ହୋଇଛନ୍ତି ନା ଶ୍ରୀକୃଷ୍ଣ ଶିଆଳି ଲଟାରେ ଯେତେବେଳେ ଦୋଳି ଖେଳୁଥିଲେ ମୃଗର କାନ ଭାବିକି ଜାରଶବର ତୀର ମାରିଦେଇଛି। ତାପରେ ସେ ମୃତ୍ୟୁବରଣ କରିଛନ୍ତି। ସେଥିରେ ଶ୍ରୀକୃଷ୍ଣଙ୍କର ପ୍ରାଣନାଶ ହେଲା ପରେ ସମୁଦ୍ର ତୀରରେ ଅର୍ଜୁନ ତାଙ୍କର ଶେଷକ୍ରିୟା ସମ୍ପାଦନ କରିଥିଲେ। ମାତ୍ର ଅଗ୍ନିଦାହ ବେଳେ ଶ୍ରୀକୃଷ୍ଣଙ୍କର ମାଦଳା ନିଆଁରେ ପଡ଼ିଲା ନାହିଁ। ତେଣୁ ସେ ମାଦଳାକୁ ଗୋଟିଏ ସିନ୍ଧୁକରେ ପୂରାଇ ସମୁଦ୍ରରେ ଭସାଇ ଦେଲେ। ସିନ୍ଧୁକଟି ଭାସି ଭାସି ଆସି ପୁରୀ କୂଳରେ ଲାଗିଲା। ରାଜା ଇନ୍ଦ୍ରଦ୍ୟୁମ୍ନ ସ୍ୱପ୍ନ ଆଦେଶରେ ହେବାରୁ ସେ ସିନ୍ଧୁକକୁ ମାଦଳା ଆଣି ଜଗନ୍ନାଥ ଦାରୁ ବିଗ୍ରହ ତିଆରି କରାଇ ତାହାର ମଧ୍ୟରେ ମାଦଳାର ଅବଶେଷ ରଖି ଜଗନ୍ନାଥଙ୍କୁ ବିଷ୍ଣୁ ରୂପରେ ପ୍ରତିଷ୍ଠା କଲେ। ତାପରେ ଓଡ଼ିଶାରେ ବୈଷ୍ଣବ ଧର୍ମର ଇତିହାସ। ଓଡ଼ିଶାରେ ବିଶୁଦ୍ଧ ବୈଷ୍ଣବ ଧର୍ମର ପ୍ରଚାର ଓ ପ୍ରସାର ବହୁ ପ୍ରାଚୀନ ସମୟରୁ ସାଧିତ ହୋଇଥିଲା। ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀରେ ପରମ ଦୈବତ ପରମ ଭାଗବତ ମାଠର ବଂଶୀୟ ରାଜାମାନେ କଳିଙ୍ଗରେ ପ୍ରଥମେ ବୈଷ୍ଣବ ଧର୍ମର ପ୍ରଚାର କରିଥିଲେ। ମାଠର ବଂଶୀୟ ରାଜା ହସ୍ତିବର୍ମା, ଉମାବର୍ମା ଏବଂ ଅନ୍ୟାନ୍ୟ ଅନେକ ରାଜା ବିଷ୍ଣୁ ଉପାସକ ରୂପେ ଅଭିଲେଖରେ ସନ୍ଧାନ ମିଳିଥାଏ। ହସ୍ତିବର୍ମା ତାଙ୍କର ଗୋଟିଏ ଲେଖାରେ ସପ୍ତାର୍ଣ୍ଣବଂଶୀ ବିଷ୍ଣୁଙ୍କୁ ଆରାଧନା କରିଥିବାର ଦେଖାଯାଏ। କିନ୍ତୁ ଖ୍ରୀଷ୍ଟୀୟ ସପ୍ତମ ଠାରୁ ଦଶମ ଏକାଦଶ ଶତାବ୍ଦୀ ମଧ୍ୟରେ ପରମ ମହେଶ୍ୱର ଶୈଳଭବ ବଂଶୀୟ ରାଜାମାନଙ୍କର ଶିବ ଉପାସନା ଓ ଶୈବାଚାର ଏବଂ ଭୌମକର ରାଜାମାନଙ୍କର ପରମ ସୌଗତ ଉପାଧି ଯୋଗେ ବୌଦ୍ଧ ଧର୍ମର ଆନୁଗତ୍ୟ ଫଳରେ ବୈଷ୍ଣବ ଧର୍ମ ସେ କାଳର କଳିଙ୍ଗ, ଉତ୍କଳ ଓ କୋଶଳ ଖଣ୍ଡରେ ପ୍ରସାର ବିଶେଷ ସୁଯୋଗ ନ ପାଇଲେ ମଧ୍ୟ ଏକାବେଳେ ତିରୋହିତ ହୋଇଯାଇଥିଲା। ବୈଷ୍ଣବ ଧର୍ମ ଓ ପଞ୍ଚସଖା। ପଞ୍ଚସଖାଙ୍କର ଆବିର୍ଭାବ ବେଳକୁ ବୈଷ୍ଣବ ଧର୍ମର ବିଭିନ୍ନ ମତବାଦ ଓ ଦର୍ଶନ ଓଡ଼ିଶାରେ ଅଜ୍ଞାତ ନଥିଲେ ମଧ୍ୟ ପଞ୍ଚସଖା ସାଧକମାନେ ଏସବୁ କୌଣସିଟିକୁ ଏକାବେଳେ ଗ୍ରହଣ ନ କରି ବରଂ ବିଭିନ୍ନ ମତବାଦକୁ ଓଡ଼ିଶାର ପାରମ୍ପରିକ ଧର୍ମ ମତବାଦ ଦ୍ୱାରା
ପରିପୃଷ୍ଟ କରିଛନ୍ତି। ସେଥିଲାଗି ଭାରତୀୟ ବୈଷ୍ଣବ ଧର୍ମ ମତବାଦ ଓ ଦର୍ଶନର ଇତିହାସରେ ଉତ୍କଳୀୟ ପଞ୍ଚସଖାମାନଙ୍କର ପ୍ରଚାରିତ ଶ୍ରୀ ଜଗନ୍ନାଥ କୈନ୍ଦ୍ରିକ ବୈଷ୍ଣବ ମତବାଦର ସ୍ୱାତନ୍ତ୍ର୍ୟ ଓ ମୌଳିକତା ନାନା ଭାବରେ ଓ ନାନା ଦିଗରେ ପରିଦୃଷ୍ଟ ହୁଏ। ଓଡ଼ିଶାରେ ସାଧାରଣତଃ ଜନତା ମଧ୍ୟରେ ମଧ୍ୟ ଶିଷ୍ଟ ଗୋଷ୍ଠୀରେ ଜଗନ୍ନାଥଙ୍କୁ ମୂଳ କରି ଯେଉଁ ଧରଣର ବୈଷ୍ଣବବାଦ ପୂର୍ବରୁ ଚଳୁ ଆସୁଥିଲା, ସେହି ପରମ୍ପରାରେ ଦୀକ୍ଷିତ ପଞ୍ଚସଖାମାନେ ତାହାକୁ ମାର୍ଜିତ ରୂପ ଦେଇ ପ୍ରକାଶ ଓ ପ୍ରଚାର କରିବାରେ ଲାଗି ଓଡ଼ିଆ ଭାଷା ଓ ସାହିତ୍ୟକୁ ଅଧିକାଂଶ କ୍ଷେତ୍ରରେ ମାଧ୍ୟମ ରୂପେ ବ୍ୟବହାର କରିବା ଜଣାଯାଏ। ତାପରେ ପଞ୍ଚସଖା ମତବାଦର ବିଶେଷତ୍ୱ। ପଞ୍ଚସଖା ସାହିତ୍ୟରେ କାୟ ସାଧନା କରିବା ପାଇଁ ଅନେକ ଯୌଗିକ ପ୍ରକ୍ରିୟା ଉଲ୍ଲେଖ ରହିଛି। ନାଡ଼ୀଯୋଗ ଓ ଷଡ଼ଚକ୍ର ଭେଦରେ ଜୀବନ ସିଦ୍ଧିଲାଭ କଳ୍ପନା କରାଯାଇଥିଲେ ମଧ୍ୟ ଯମ ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧ୍ୟାନ ଧାରଣା, ସମାଧି ପ୍ରଭୃତି ରାଜଯୋଗର ଚିତ୍ତ ସଂଯମ ପ୍ରଣୟିନୀ ଗୁଡ଼ିକର ବ୍ୟାପକ ଉଲ୍ଲେଖ ରହିଛି। ଇଡ଼ା ଓ ପିଙ୍ଗଳା ନାମରେ ମନୁଷ୍ୟ ଶରୀରରେ ଯେଉଁ ଦୁଇଟି ସଂଜ୍ଞାବାହୀ ନାଡ଼ୀ ଅଛି, ତାକୁ ବୌଦ୍ଧ ସହଜିଆ ସାହିତ୍ୟରେ ଗଙ୍ଗା ଯମୁନା ବୋଲି କୁହାଯାଏ। ତାପରେ ଜ୍ଞାନମିଶ୍ରା ଭକ୍ତି ଧର୍ମ। ଉତ୍କଳୀୟ ବୈଷ୍ଣବ ଏହି ପଞ୍ଚସଖାଗଣ ଜ୍ଞାନମିଶ୍ରା ଭକ୍ତି ଧର୍ମର ଥିଲେ ପ୍ରଧାନ ପ୍ରବର୍ତ୍ତକ। ଜ୍ଞାନ ମାଧ୍ୟମରେ ମୁକ୍ତିଲାଭ ସେମାନଙ୍କର ଉଦ୍ଦେଶ୍ୟ। ସାଧକର ଚିତ୍ତ ଆସନ, ପ୍ରାଣାୟାମ ପ୍ରଭୃତି ଯୌଗିକ ପ୍ରକ୍ରିୟାରେ ସଂଯତ ହେଲା ପରେ ଶାସ୍ତ୍ର ଚର୍ଚ୍ଚା ଓ ସାଧୁ ସଂଘ ଦ୍ୱାରା ଜ୍ଞାନ ଜାତ ହୁଏ। ଏହି ଜ୍ଞାନରୁ ଭାବ ଓ ଭାବରୁ ଭଗବତ୍ ଶକ୍ତିର ଉଦ୍ରେକ ହୁଏ। ମାତ୍ର ଜ୍ଞାନକୁ ସେମାନେ କେଉଁ ଭକ୍ତି ଲାଭର ସୋପାନ ଭାବରେ ଓ କେଉଁ ଅବା ପରମ ରୂପେ ଗ୍ରହଣ କରିଥାନ୍ତି। ତାପରେ ସୁଗୁଣ ଓ ନିର୍ଗୁଣ। ବଜ୍ରଯାନ ଓ ସହଜଯାନ ନିର୍ଗୁଣ ଶୂନ୍ୟକୁ ପଞ୍ଚସଖାମାନେ ସୁଗୁଣ ଶୂନ୍ୟ ରୂପେ ପ୍ରତିପାଦନ କରିଛନ୍ତି। ନିର୍ଗୁଣ ବ୍ରହ୍ମର ସ୍ୱୀକୃତି ମଧ୍ୟରେ ରାଧାକୃଷ୍ଣଙ୍କର ସ୍ଥିତିକୁ ବର୍ଣ୍ଣନା କରିବା ଦ୍ୱାରା ସେମାନେ ସୁଗୁଣ ଶୂନ୍ୟ ଏକ ସ୍ୱତନ୍ତ୍ର ବ୍ୟାଖ୍ୟା ମଧ୍ୟ ପ୍ରଦାନ କରିଛନ୍ତି। ସମ୍ପୂର୍ଣ୍ଣ ଜ୍ଞାନ ଗମ୍ୟ ଭାବରେ ନିତ୍ୟ ରାଧାକୃଷ୍ଣଙ୍କର ବନ୍ଦନା ମଧ୍ୟରେ ଶୂନ୍ୟବାଦର ପରିଚୟକୁ ପ୍ରକଟିତ କରିବା ଦ୍ୱାରା ସେମାନେ ଜ୍ଞାନମିଶ୍ରା ଭକ୍ତି ଧର୍ମର ପ୍ରସାର ଘଟାଇଛନ୍ତି ବୋଲି ମନେହୁଏ। ତାପରେ କ୍ଷେତ୍ର ମନ୍ତ୍ର ଯୋଗ ଓ ଗ୍ରନ୍ଥ। ତଥାକଥିତ ଗୌଡ଼ୀୟ ବୈଷ୍ଣବ ଧର୍ମ ଓ ଦର୍ଶନ ମତବାଦର ଦୃଷ୍ଟାନ୍ତରେ ଉତ୍କଳୀୟ ପଞ୍ଚସଖାଙ୍କ ପ୍ରଚାରିତ ଧର୍ମ ଓ ଦର୍ଶନର ସ୍ୱାତନ୍ତ୍ର୍ୟକୁ ଏପର୍ଯ୍ୟନ୍ତ ଆଲୋଚକମାନେ କେବଳ ଦେଖି ଆସିଛନ୍ତି। ମାତ୍ର ପଞ୍ଚସଖାଙ୍କ ପରବର୍ତ୍ତୀ ଧର୍ମଧାରାକୁ ଯଥାର୍ଥ ନିରପେକ୍ଷ ଅନାସକ୍ତ ଦୃଷ୍ଟିରେ ବିଚାର କଲେ ଏହାର ବହୁ ବିଶେଷତ୍ୱ ଦେଖାଯାଏ। ଉତ୍କଳୀୟମାନଙ୍କ ମତରେ ଶ୍ରୀକ୍ଷେତ୍ର ବିହାରୀ ଜଗନ୍ନାଥ ଷଡ଼କଳାରେ ପରିପୂର୍ଣ୍ଣ ଓ ଅବତାରୀ ପୁରୁଷୋତ୍ତମ କ୍ଷେତ୍ର ନିତ୍ୟକ୍ଷେତ୍ର ନାମରେ କଥିତ। ଏପରିକି ଅନ୍ୟ କ୍ଷେତ୍ରମାନଙ୍କ ଉତ୍ପତ୍ତି ଏଠାରୁ ସାଧିତ ହୋଇଛି ବୋଲି ସେମାନଙ୍କର ମତ। ଶୂନ୍ୟ ପୁରୁଷ। ଅଣାକାର ନିର୍ଗୁଣ ଅନାଦି ବ୍ରହ୍ମ ଓ ନିର୍ଗୁଣ ପୁରୁଷ ରୂପେ ସେହି ଅନାଦି ପୁରୁଷଙ୍କ ପଞ୍ଚସଖା ସାହିତ୍ୟରେ ବିଭିନ୍ନ ନାମରେ ନାମିତ କରାଯାଇଥିଲେ ମଧ୍ୟ ସେ ହେଉଛନ୍ତି ବିଶୁଦ୍ଧ ଶୂନ୍ୟ ପୁରୁଷ। ଏହି ଅଣାକାର ପୁରୁଷ ନିତ୍ୟ କୃଷ୍ଣ ଓ ପୁରୁଷ ନିତ୍ୟ ରାଧା ଉଭୟ ସୁଗୁଣ ଓ ନିର୍ଗୁଣ ଭାବରେ ପଞ୍ଚସଖା ଦ୍ୱାରା ଉପାସିତ ହୋଇଥାନ୍ତି। ସେହି ସୂତ୍ରରେ ନାମତତ୍ତ୍ୱ, ଧାମତତ୍ତ୍ୱ ପ୍ରଭୃତି ବହୁତାତ୍ତ୍ୱିକ ବ୍ୟାଖ୍ୟାନର ନିବିଡ଼ ଅରଣ୍ୟ ମଧ୍ୟରେ ବିଶୁଦ୍ଧ ସାହିତ୍ୟ ସଂସ୍କାର ମୁକ୍ତ
ଆଲୋଚକ ରେଖାରେ କିନ୍ତୁ ଅଧିକାଂଶ ସ୍ଥଳକୁ ସ୍ପର୍ଶ କରିଥିଲା ଭଳି ମନେ ହୁଏ। ତାପରେ ଭାରତୀୟ ସନ୍ଥ ପରମ୍ପରାରେ ଓଡ଼ିଶାର ପଞ୍ଚସଖା। ଭାରତୀୟ ସନ୍ଥ ପରମ୍ପରାରେ ଓଡ଼ିଶାର ପଞ୍ଚସଖା। ଉତ୍କଳୀୟ ସନ୍ଥ ପରମ୍ପରା ଇତିହାସ ଉତ୍ତର ଭାରତୀୟ ସନ୍ଥ ପରମ୍ପରା ଠାରୁ ଅନେକ ପରିମାଣରେ ସ୍ୱତନ୍ତ୍ର। ବଳରାମ ଦାସ, ଜଗନ୍ନାଥ ଦାସ ପ୍ରମୁଖ ପଞ୍ଚସଖା ଓ ତାଙ୍କର ପ୍ରଭାବିତ ସନ୍ଥ କବିଗୋଷ୍ଠୀକୁ ଉତ୍ତର ଭାରତ କବିର ନାନକ ଦାଦୁଙ୍କ ପରି ସନ୍ଥଙ୍କ ସ୍ଥାନରେ ରଖି ବିଚାର କଲେ ବଳରାମ ଜଗନ୍ନାଥ ପ୍ରତିଭା ପ୍ରତି ଅନାଦର ପ୍ରକାଶ ପାଇବ ନିଶ୍ଚୟ। ତାପରେ ପଞ୍ଚସଖା ଯୁଗର ଅଭିବ୍ୟକ୍ତି। ପଞ୍ଚସଖା ଯୁଗର ସାହିତ୍ୟିକ ଅଭିବ୍ୟକ୍ତିରେ ଯେଉଁ ବିଶେଷ ଆଭିମୁଖ୍ୟମାନ ପ୍ରକାଶ ପାଇଥିଲା ଓ ସେସବୁ ଯେପରି ଭାବରେ ପରେ ବିବର୍ତ୍ତିତ ହୋଇଥିଲା, ସାହିତ୍ୟ ଇତିହାସର ଆଲୋଚନା ଦୃଷ୍ଟିରୁ ତାହା ଅବଶ୍ୟ ସ୍ମରଣୀୟ। ବଳରାମ ଜଗନ୍ନାଥ ପଞ୍ଚସଖାଙ୍କ ରଚନାରେ ପୁରାଣ ଶୈଳୀର ସହଜ ସରଳ ସ୍ୱଭାବ ଏକ ଲକ୍ଷଣୀୟ ବିବାହ। ଏକରେ ବଳରାମ ଦାସ 1470। ପଞ୍ଚସଖା ମଧ୍ୟରେ ବଳରାମ ଦାସ ଥିଲେ ଅନ୍ୟତମ ସଖା। ଚୈତନ୍ୟଙ୍କ ଉତ୍କଳ ଆଗମନ 1510 ବେଳକୁ ବଳରାମ ପୌଢ଼ ଥିଲେ। ତାଙ୍କ ରଚିତ ବେଦାନ୍ତ ସାର ଗୁପ୍ତ ଗୀତା ଗଜପତି ପ୍ରତାପ ରୁଦ୍ର ଦେବଙ୍କ 17 ଅଙ୍କରେ ସମାପ୍ତ ହୋଇଥିବାର ଜଣାଯାଏ। ଖ୍ରୀଷ୍ଟୀୟ 1510ରେ ଗୁପ୍ତ ଗୀତା ରଚିତ ହୋଇଥିବା ଅନୁମିତ ହୁଏ। ଚୈତନ୍ୟଙ୍କ ଉତ୍କଳ ଆଗମନ ବେଳକୁ ବଳରାମ ଦାସ ତାଙ୍କର ରାମାୟଣ ଗ୍ରନ୍ଥ ରଚନା କରିଥିଲେ। ତାପରେ ସନ୍ଥକବି ଜଗନ୍ନାଥ ଦାସ ଖ୍ରୀଷ୍ଟୀୟ 1491ରୁ 1552 ମଧ୍ୟରେ। ଜଗନ୍ନାଥଙ୍କୁ 18 ବର୍ଷ ବୟସରେ ଶ୍ରୀ ଚୈତନ୍ୟଙ୍କ ସହିତ ତାଙ୍କର ପ୍ରଥମେ ପରିଚୟ ହୋଇଥିଲା। ତାଙ୍କ ଜୀବନୀ ଲେଖକ ବିପ୍ର ଦିବାକର ଦାସ ଉକ୍ତି ଅନୁସାରେ ଜଗନ୍ନାଥ ଦାସ ଜନ୍ମ ହୋଇଥିଲା ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ପୁରୀ ସହରର ଅନତି ଦୂରର ଉତ୍ତର ପଶ୍ଚିମରେ ଗଜପତି କପିଳେନ୍ଦ୍ର ଦେବଙ୍କ ପ୍ରତିଷ୍ଠିତ କପିଳେଶ୍ୱରର ଶାସନରେ। ବିବାହିତ ଜୀବନ ବହୁ ବର୍ଷ ପରେ ଶ୍ରୀ ଜଗନ୍ନାଥଙ୍କର ଅପାର କରୁଣାରୁ ଏକମାତ୍ର ପୁତ୍ର ସନ୍ତାନ ଲାଭ କରି ପିତା ଭଗବାନ ଓ ମାତା ପଦ୍ମାବତୀ ନାମ ଦେଇଥିଲେ ଜଗନ୍ନାଥ। ତାଙ୍କ ପିତା ହେଉଛନ୍ତି ଭଗବାନ ଦାସ ଓ ମାତା ପଦ୍ମାବତୀ। ସେମାନେ ଶ୍ରୀ ଜଗନ୍ନାଥଙ୍କୁ ପୂଜା କରିକି ତାଙ୍କୁ ପାଇଥିଲେ, ତେଣୁକରି ତାଙ୍କର ନାମ ଦେଇଥିଲେ ଜଗନ୍ନାଥ ଦାସ। ବାଲ୍ୟକାଳରେ ଜଗନ୍ନାଥ ଗ୍ରାମ ଚାଟଶାଳୀର ପାଠ ଶେଷ କରି ଗ୍ରାମର ବ୍ରାହ୍ମଣ ପଣ୍ଡିତ ଠାରୁ ସଂସ୍କୃତ ବ୍ୟାକରଣ ଆୟତ୍ତ କଲା ପରେ ବେଦ ବେଦାନ୍ତ ଦର୍ଶନ ଶାସ୍ତ୍ରମାନଙ୍କ ଶିକ୍ଷା କରିଥିଲେ। ଉଭୟ ସଂସ୍କୃତ ଓ ଓଡ଼ିଆ ଭାଷାରେ ତାଙ୍କର ଦକ୍ଷତା ତରୁଣ ବୟସରେ ସୁଦ୍ଧା ଅନ୍ୟମାନଙ୍କ ବିସ୍ମୟ ଉତ୍ପାଦନ କରୁଥିଲା। ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସେ ପିତା ସହିତ ଶ୍ରୀମନ୍ଦିରକୁ ଯାଇ ବଟ ଗଣେଶ ମୂଳରେ ପୁରାଣ ପାଠ କରିବା ଓ ଆବଶ୍ୟକ ସ୍ଥଳେ ଶ୍ରୋତାମାନଙ୍କୁ ମୂଳ ଗ୍ରନ୍ଥ ବ୍ୟାଖ୍ୟା କରି ଶୁଣାଇବା ତାଙ୍କର ନିତ୍ୟ କର୍ମ ହୋଇପଡ଼ିଥିଲା। ତାଙ୍କର ବୟସ ବଢ଼ିବା ପରେ ମଧ୍ୟ ତାଙ୍କର ସଂସାର ପ୍ରତି ବୈରାଗ୍ୟ ଭାବ ଜାତ ହୋଇଥିଲା। ତେଣୁ ସେହି ବୟସରୁ ସେ ସନ୍ନ୍ୟାସ ଦୀକ୍ଷା ଗ୍ରହଣ କରିବା ପାଇଁ ସଂକଳ୍ପ ନେଇଥିଲେ। 14ରୁ 15 ବର୍ଷ ବୟସ ସମ୍ଭବତଃ ସେତିକିବେଳେ ତାଙ୍କର ପିତୃବିୟୋଗ ଘଟିଥିଲା। ସଂସ୍କୃତ ଭାଷାରେ କବି ଅନେକ ଗ୍ରନ୍ଥ ରଚନା କରିଛନ୍ତି। ସେଥିମଧ୍ୟରୁ ଉପାସନା ଶତକମ୍, କୃଷ୍ଣ ଭକ୍ତି କଳ୍ପଲତା, ଜଗନ୍ନାଥ
ଶରଣ ସମ୍ବଧ ସରଣୀ, ଗୁପ୍ତମାଳା, ନୀଳାଦ୍ରି ଶତକମ୍, ପ୍ରେମ ସୁଧାନିଧି, ଶ୍ରୀରାଧା ରମଞ୍ଚ, ମୃଗୁଣୀ ସ୍ତୁତି ପ୍ରଭୃତି ପ୍ରଧାନ। ଓଡ଼ିଆ ଭାଷାରେ ତାଙ୍କର ଶ୍ରେଷ୍ଠ କୃତି ହେଉଛି ଭାଗବତ, ଗୁଣ୍ଡିଚା ବିଜେ, ଗୋଲକ ଶାରଦା, ଶୈବାଗମ ଭାଗବତ, ଅର୍ଥକୋଇଲି, ଗୁପ୍ତ ଭାଗବତ, ତୁଳାଭିଣା ଇତ୍ୟାଦି। ଅଚ୍ୟୁତାନନ୍ଦ ଦାସ ଖ୍ରୀଷ୍ଟ 1485। ତାଙ୍କ ପିତା ନାମ ଥିଲା ଦୀନବନ୍ଧୁ ଖୁଣ୍ଟିଆ ଓ ମାତା ନାମ ଥିଲା ପଦ୍ମାବତୀ। ଉଭୟ ଥିଲେ ଧର୍ମପରାୟଣ। ଜଗନ୍ନାଥଙ୍କର ଅସୀମ କୃପାରୁ ଅଚ୍ୟୁତାନନ୍ଦଙ୍କୁ ସେ ଦୁହେଁ ପୁତ୍ର ରୂପେ ଲାଭ କରିଥିଲେ। ପଞ୍ଚସଖା ଯୁଗର ଧର୍ମ ମତବାଦ ଓ ଆଧ୍ୟାତ୍ମିକ ସାଧନାର ଜଣେ ସମର୍ଥ ଚିତ୍ରକର ରୂପେ ଅଚ୍ୟୁତାନନ୍ଦଙ୍କ ମହତ୍ତ୍ୱ ଓଡ଼ିଆ ସାହିତ୍ୟ ଇତିହାସର ଅବଶ୍ୟ ସ୍ୱୀକାରଯୋଗ୍ୟ। ସେ ଜନ୍ମଗ୍ରହଣ କରିଥିଲେ କଟକ ଜିଲ୍ଲାର ନେମାଳ ନିକଟବର୍ତ୍ତୀ ତିଳକଣା ଗ୍ରାମରେ 1485ରେ। ଆଖପାଖ ସମୟରେ ସେ ଜନ୍ମଗ୍ରହଣ କରିଥିଲେ। 1515-16ରେ ସେ ଶ୍ରୀଚୈତନ୍ୟ ସହିତ ତାଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ତାଙ୍କ ରଚନା ଗୁଡ଼ିକ ହେଉଛି ଶୂନ୍ୟ ସଂହିତା, ଭବିଷ୍ୟମାଳିକା, ଗୋପାଳଙ୍କ ଅଗଳ, ଲଉଡ଼ି ଖେଳ ପ୍ରଭୃତି ଇତ୍ୟାଦି। ତାପରେ ଯଶୋବନ୍ତ ଦାସ ଖ୍ରୀଷ୍ଟାବ୍ଦ 1487ରେ ଜନ୍ମ। ତାଙ୍କ ପିତାଙ୍କ ନାମ ଜଗନ୍ନାଥ ମଲ୍ଲିକ ଓ ମାତା ନାମ ରେଖାବତୀ। ସେ ଜାତିରେ କ୍ଷତ୍ରିୟ। ଅଢଙ୍ଗ କରି ସେ ଭାରତର ନାନା ତୀର୍ଥ ଭ୍ରମଣ କରିଥିଲେ। ପୁରୀରେ ଶ୍ରୀଚୈତନ୍ୟଙ୍କ ଅବସ୍ଥା ସମୟରେ ସେ ତାଙ୍କର ସଂସ୍ପର୍ଶରେ ଆସିଥିଲେ। ଯେତେବେଳେ ପୁରୀରେ ଶ୍ରୀଚୈତନ୍ୟ ଥିଲେ ସେତେବେଳେ ସେ ତାଙ୍କ ସଂସ୍ପର୍ଶରେ ଆସିଥିଲେ। ନାଥଧର୍ମ ଓ ଦର୍ଶନରେ ଗୋବିନ୍ଦଚନ୍ଦ୍ରଙ୍କ ବୈରାଗ୍ୟ କାହାଣୀ ଭାରତୀୟ ଧର୍ମ ସାହିତ୍ୟରେ ଏହାର କରୁଣ ରସପୂର୍ଣ୍ଣ କାବ୍ୟ ପ୍ରଭୃତି ଲାଗି ବିଶେଷ ଜନପ୍ରିୟ ହୋଇଥିଲେ। ସେ ତାଙ୍କ ରଚନା ଗୁଡ଼ିକ ହେଉଛି ପ୍ରେମ ଭକ୍ତି ବ୍ରହ୍ମଗୀତା, 84 ଆଜ୍ଞା, ଅନେକ ଭଜନ ମାଳିକା ଯଶୋବନ୍ତ ରଚନା କରିଥିଲେ। ଗୀତ ଗୋବିନ୍ଦ ଅନେକ ରଚନା ସେ କରିଥିଲେ। ତାପରେ ଅନନ୍ତ ଦାସ ସେ 1493ରେ ଜନ୍ମଗ୍ରହଣ କରିଥିଲେ। କୋଣାର୍କ ନିକଟବର୍ତ୍ତୀ କୌଣସି ଏକ ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ। ସୂର୍ଯ୍ୟନାରାୟଣ ଉପାସକ ଶିଶୁ ଅନନ୍ତ ଉତ୍କଳୀୟ ବୈଷ୍ଣବ ଧର୍ମ ଓ ଦର୍ଶନରେ ଜଣେ ବିଶିଷ୍ଟ ସାଧକ ରୂପେ ପରିଚିତ ଥିଲେ। ପୁରୀ ଜିଲ୍ଲାର ବାଲିପାଟଣାରେ ତାଙ୍କର ଗାଦି ବା ସମାଧି ପୀଠ ଥିଲା। ଏହା ତାଙ୍କର ଜନ୍ମସ୍ଥାନ ବୋଲି ଜଣାଯାଏ। ଶିଶୁ ଅନନ୍ତ ଅନେକ ଭଜନ, ଚଉତିଶା, ସ୍ତୋତ୍ର ରଚନା କରିବାର ଶୁଣିବାକୁ ମିଳେ। ହେତୁଦୟ ଭାଗବତ ତାଙ୍କର ଏକ ପ୍ରଧାନ କୃତି। ହେତୁଦୟ ଭାଗବତରେ ବର୍ଣ୍ଣନା କରାଯାଇଛି ମନଚୈତନ୍ୟ କଥୋପକଥନ ବା ପ୍ରଶ୍ନ ଉତ୍ତର ଛଳରେ ରାଧାକୃଷ୍ଣ ଯୁଗଳ ତତ୍ତ୍ୱର ଯୌଗିକ ବ୍ୟାଖ୍ୟା ପ୍ରଦାନ କରାଯାଇଛି। ହେତୁଦୟ ଭାଗବତରେ ସେ ବର୍ଣ୍ଣନା କରିଛନ୍ତି ରାଜା ଶୁକସେନଙ୍କ ପୁଅ କୃତସେନ ତାଙ୍କର ଅଜ୍ଞାନ ବାଲ୍ୟକାଳରେ ବିଦେଶୀ ଆକ୍ରମଣରୁ ଆତ୍ମରକ୍ଷା ଉଦ୍ଦେଶ୍ୟରେ ସୁବଳ ନାମକ ଜଣେ ଗୋପାଳର ଆଶ୍ରୟ ନେଇଥିଲେ। କୃତସେନଙ୍କୁ ସେତେବେଳେ ମାତ୍ର 5 ବର୍ଷ ବୟସ। ବୟୋବୃଦ୍ଧି ହେବାରୁ କୃତସେନ ସୁବଳର କନ୍ୟା ସୁକୁମାରୀକୁ ବିବାହ କଲେ। କୃତସେନ ସୁବଳର ବିଲବାଡ଼ି କାମଧନ୍ଦା ବୁଝନ୍ତି। ବିଲରେ ହଳ କଲାବେଳେ ସୁକୁମାରୀ ଖାଇବାକୁ ନେଇଦିଏ। ଦିନେ ସୁକୁମାରୀ ଖାଇବା ଦ୍ରବ୍ୟ ନେଇ ବିଳମ୍ବରେ ପହଞ୍ଚିଲା। ସୁକୁମାରୀ ଚରିତ୍ର ପ୍ରତି ସନ୍ଦେହ କରି କୃତସେନ ସ୍ତ୍ରୀକୁ ନାନା ଭର୍ତ୍ସନା କଲେ।
ସୁକୁମାରୀ ଥିଲା ପ୍ରକୃତରେ ଚରିତ୍ରହୀନା। ସେ ନିଜ ଲୁଗାପଟା ଚିରି ପିତା ସୁବଳ ନିକଟରେ କୃତସେନ ତାକୁ ପ୍ରହାର କରିଛି ବୋଲି ଅଭିଯୋଗ କଲା। ସୁବଳ ଏଥିରେ କ୍ରୋଧ ହୋଇ କୃତସେନର ଅଙ୍ଗ ପ୍ରତ୍ୟଙ୍ଗ ଛେଦନ କରି ପକାଇଲା। ସେ ବ୍ୟାକୁଳ ଭାବରେ ଚିତ୍କାର କରୁଛନ୍ତି। ଅଗତ୍ୟା ଗରେଖ ସେଠାକୁ ଆସି ତାଙ୍କ ଆଶ୍ୱାସନା ଦେଇ ନାନା ଯୋଗ ଉପଦେଶ ଦେଲେ ଏବଂ ଅବଧୂତ ଦୀକ୍ଷା ଦେଲେ। ପଞ୍ଚସଖା ଯୁଗରେ ଅନ୍ୟାନ୍ୟ କବିମାନେ ହେଉଛନ୍ତି, ଅନେକ କବି ରହିଛନ୍ତି। ଚୈତନ୍ୟ ଦାସ, କହ୍ନାଇ ଖୁଣ୍ଟିଆ, ଦିବାକର ଦାସ, ମାଧବ ପଟ୍ଟନାୟକ, ଈଶ୍ୱର ଦାସ, ମାଧବୀ ଦାସୀ, ଧରଣୀଧର ମିଶ୍ର, ସାଲବେଗ, ଅର୍ଜୁନ ଦାସ ଇତ୍ୟାଦି। ଯୁଗୀୟ ପ୍ରବୃତ୍ତି ଓ ଆଭିମୁଖ୍ୟ। ପଞ୍ଚସଖା ଉପସଂହାରରେ ପଞ୍ଚସଖା ଯୁଗ ଯଥାର୍ଥରେ ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଏକ କ୍ରାନ୍ତିକାରୀ ଯୁଗ। ଓଡ଼ିଆ ଭାଷା ଓ ଏହାର ସାହିତ୍ୟ ଶିଳ୍ପକୁ ଏକ ବ୍ୟାପକତର ବା ବିସ୍ତୃତତର ଭୂମିକାରେ ପହଞ୍ଚାଇ ଦେବାରେ ଏ ଯୁଗର କୃତିତ୍ୱ ଅସାଧାରଣ ବୋଲିବାକୁ ହେବ। ଏତିକିରେ ପଞ୍ଚସଖା ଯୁଗ ସମାପ୍ତ ହୋଇଛି। ନମସ୍କାର।